ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ପୋଖରୀରେ ବୁଡ଼ି ନାବାଳକ ମୃତ। ଚମ୍ପୁଆ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତରେ ଘଟିଲା ଅଘଟଣ। ପୋଖରୀରେ ବୁଡ଼ି ନାବାଳକ ମୃତ। ମାମୁଁ ଘରେ ଖେଳୁଥିବା ବେଳେ ଘର ପାଖ ପୋଖରୀରେ ବୁଡ଼ି 6 ବର୍ଷର ଶିଶୁ ମୃତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁରେ ଘଟିଛି ଅଘଟଣ। ଚମ୍ପୁଆ ବ୍ଲକ ବାଲିଗୁପସି ଗାଁର ରଞ୍ଜନ ମୁଣ୍ଡା ଚେନ୍ନାଇରେ କାମ କରୁଥିବାରୁ 1 ମାସ ହେବ ତାଙ୍କ ସ୍ତ୍ରୀ ଓ ଏକମାତ୍ର 6 ବର୍ଷର ପୁଅ ହୃଦ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁରେ ତାଙ୍କ ଶ୍ୱଶୁର ଘରେ ରହି ଆସୁଥିଲେ। ଆଜି ଖେଳୁଥିବା ସମୟରେ ହୃଦ୍ର ଅସାବଧାନତା ବଶତଃ ଘର ପାଖ ପୋଖରୀକୁ ଯାଇ ସେଠାରେ ବୁଡ଼ି ଯାଇଥିଲା। ଘର ଲୋକ ତାକୁ ବହୁତ ସମୟ ଧରି ପାଇନଥିଲେ। ତେବେ ବହୁ ଖୋଜାଖୋଜି କରିବା ପରେ ତାକୁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତଦେହକୁ ଚମ୍ପୁଆ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ବାରିଆ ପୋଲିସ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।